ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗ୍ରାମର ଅଭିରାମ ରାଉତଙ୍କ ପୁଅ ସିଦ୍ଧାର୍ଥ ରାଉତ ସୁଦୂର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଥିଲେ। 3 ବର୍ଷ ବିନା ଦରମାରେ ବେଠି ଖଟାଇବା ପରେ ଦରମା ଟଙ୍କା ମାଗିବାରୁ ଚଳିତ ମାସ 10 ତାରିଖ ଦିନ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିଲା, ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରସାରଣ ପରେ ବାଲେଶ୍ୱର ଖଇରାର ଆପଣ ଏକା ନୁହନ୍ତି ସ୍ୱେଚ୍ଛାସେବୀ ଟ୍ରଷ୍ଟର ସଭ୍ୟମାନେ ଖେରଙ୍ଗ ସରପଞ୍ଚଙ୍କ ସହାୟତାରେ ସିଦ୍ଧାର୍ଥଙ୍କ ଘରେ ପହଞ୍ଚିଥିଲେ। ସେଠାରେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିବା ସହ ତାଙ୍କୁ ଆର୍ଥିକ ସହାୟତା ସହ ତାଙ୍କ ପରିବାରକୁ ରାସନ ସାମଗ୍ରୀ, କମ୍ବଳ, ଲୁଗାପଟା ଆଦି ସହାୟତାର ହାତ ବଢ଼ାଇଥିଲେ। ଗରିବ ତଥା ଅସହାୟ ଅଭିରାମଙ୍କ ପରିବାରକୁ ଆର୍ଥିକ ନ୍ୟାୟିକ ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବା ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳଙ୍କ ଉଦ୍ୟମକୁ ଆପଣ ଏକା ନୁହନ୍ତି ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରଶଂସା କରିଥିଲେ। ଆଉ ଆମେ ଗଣମାଧ୍ୟମରେ ଖବର ପାଇ ଏଠାରେ ଆସି ପହଞ୍ଚିଲୁ। ଗୋପବନ୍ଧୁଙ୍କର ସେଦିନର କଥା ମନେ ପଡ଼େ ଯେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ମାଉସୀଙ୍କର ସେ ଯେଉଁ ଦୁଃଖ ଆଉ ତାଙ୍କର ଯେଉଁ ଏଇ ବୟସରେ ତାଙ୍କର ପୁତ୍ର କୁ ଯେଉଁ ମାନେ ମାରି ଦିଆଗଲା, ସେଥିପାଇଁ ଆମେ ମାନେ ବହୁତ ମର୍ମାହତ। ଆଉ ବହୁତ ବହୁତ ଧନ୍ୟବାଦ ଦେବି ଆମର ସରପଞ୍ଚ ମହୋଦୟଙ୍କୁ। ସେ ବହୁତ ମାନେ ଯାହା କିଛି ସାହାଯ୍ୟ କଲେ, ଯାହା କିଛି ଆଜି ପର୍ଯ୍ୟନ୍ତ କରୁଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଆଉ ବହୁତ ଧନ୍ୟବାଦ ଦେବି ଯେ ଆମର ଯେଉଁ ରହିଲେ ଆମର ସଂଗଠନର ସକ୍ରିୟ ସଦସ୍ୟମାନେ, ସେମାନଙ୍କୁ ମୁଁ ବହୁତ ଧନ୍ୟବାଦ ଦେବି। ଆଉ ମୁଁ ଆଶା କରୁଛି ଯେ ମାନେ ଯାହା ହେଇପାରିବ ଆମ ଦ୍ୱାରା, ମାନେ ଆମେ ସେତେପର୍ଯ୍ୟନ୍ତ ଏ ପରିବାରକୁ ଆମେ ସାହାଯ୍ୟ କରିବୁ। ସେଥିପାଇଁ ଆମେ ସରପଞ୍ଚ ମହୋଦୟଙ୍କ ପାଖରେ ମାନେ କୃତଜ୍ଞତା। ମୁଁ ଓଡ଼ିଶା ସରକାରଙ୍କୁ ନିବେଦନ କରିବି, ଯେଉଁମାନେ ଦାଦନ ଖଟିବାକୁ ଯାଉଛନ୍ତି ସେଥିପ୍ରତି ସରକାର ଟିକେ ଧ୍ୟାନ ଦିଅନ୍ତୁ। ଏପଟେ କହୁଛନ୍ତି ଯେ ଆମେ କଳକାରଖାନା ବସାଇ ଦେଉଛୁ, ଆଉ ଦାଦନ ଖଟିବାକୁ ଯିବେନି। ପିଲାମାନେ ଆମର ଦାଦନ ଖଟିବାକୁ ଯାଉଛନ୍ତି, କିନ୍ତୁ ସିଏ ବର୍ଷେ 2 ବର୍ଷ କାମ କରିବେ, ପଇସା ମାଗିଲା ବେଳକୁ ତାଙ୍କୁ ସେଠି ପିଟିକି ମାରିଦେବେ। ସେଥିପ୍ରତି ସରକାର ବି ଟିକେ ସଜାଗ ହେବା ଦରକାର ଯେ ଏଇଭଳି ଯଦି ସବୁ ମାନେ ଗାଁରୁ ଯଦି ପିଲାମାନେ ଆମର ମରିଯିବେ, ତାହେଲେ ଆମେ କ'ଣ କରିବୁ? ଆଉ କୋଉଠିକି ଯିବୁ? ତାହେଲେ ଆମେ ଓଡ଼ିଶାର ବାସିନ୍ଦା ନୁହଁ। ଆମ ଓଡ଼ିଶାର ମାନେ ସରକାର ଯେଉଁ ଅଛନ୍ତି, ସେ ଆମର ମାନେ ଇଏର ନୁହଁ, ଆମର ସୁଚିନ୍ତକ ନୁହଁ। ସେ ଯଦି ସୁଚିନ୍ତକ ହୁଅନ୍ତେ, ତାହେଲେ କୌଣସି ପରିବାର, କୌଣସି ପୁଅ ମାନେ ଛାଡ଼ି ଯାଆନ୍ତାନି। ସେଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଓଡ଼ିଶା ଗଭର୍ଣ୍ଣମେଣ୍ଟ ନେବା ଦରକାର। କାରଣ ଆମେ ଥାନା, କୋର୍ଟ କଚେରୀ ସବୁଆଡ଼େ ଦୌଡ଼ି ଆମେ ନିହାତି ହେଲୁଣି। ଥାନାକୁ ଗଲେ ଥାନାବାଲା କହୁଛି ପୋଷ୍ଟମର୍ଟମ ରିପୋର୍ଟ ଆସୁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ଭିତରେ କଲା ବେଳକୁ ଥାନାବାଲା ପୁଣି ଯାଇକି ପଚାରିଲେ, ସାର୍ ଆସିଛି କିଛି ନା? କିଛି ମେସେଜ ଆସିନି। ତାହେଲେ ସେ ଗରିବ ପରିବାର କେତେ କୋର୍ଟ କଚେରୀ ଦୌଡ଼ିବ? ସେଥିପ୍ରତି ମୁଁ ଗଣମାଧ୍ୟମ ଭାଇମାନଙ୍କୁ ନିବେଦନ କରୁଛି, ଆପଣମାନଙ୍କର ସହଯୋଗ ଟିକେ ରହୁ, ଆଉ ସେ ଗରିବ ଲୋକ ପ୍ରକୃତରେ ନ୍ୟାୟ ପାଉ। ଚାନ୍ଦବାଲି ବ୍ଲକର ଖେରଙ୍ଗ ପଞ୍ଚାୟତର ଆଉ ଜଣେ ପିଲା ଏକ୍ସପାର୍ଟ କରିଯାଇଛି ବାଇରେ। ତାଙ୍କ ମାଆର ଏଭଳିଆ ଶୋକାକୁଳ ଦେଖିକି, କନ୍ଦାବୁଗା ଦେଖିକି ଆମେ ଶୁଣିବାକୁ ପାଇଲୁ। ଆଉ ଆମର ପ୍ରଚେଷ୍ଟା ସବୁବେଳେ ଅସହାୟଙ୍କ ପାଖରେ ପହଞ୍ଚିବା ପାଇଁ। ଆଉ ଯେଉଁ ସ୍ଥାନୀୟ ସରପଞ୍ଚଙ୍କ ନମ୍ବରଟି ଖୋଜାଖୋଜି କଲୁ, ଯାହା ହଉ ସ୍ଥାନୀୟ ସରପଞ୍ଚଙ୍କ ନମ୍ବରଟି ପାଇଲୁ। ଅତି ସୁନ୍ଦର ଭଦ୍ର ଜଣେ ଅଛନ୍ତି ଏଠି ସରପଞ୍ଚ, ଯାହା ହଉ ବହୁତ କୋପରେଟ୍ କଲେ ଆମକୁ। ଆଉ ଆସିକି ପହଞ୍ଚିଲୁ ଆମେ ଖେରଙ୍ଗ ପଞ୍ଚାୟତରେ। ପହଞ୍ଚିଲା ପରେ ସ୍ଥାନୀୟ ସରପଞ୍ଚ ଏତେ ସୁନ୍ଦର ଲୋକଟିଏ, ସିଏ ବି ଗାଡ଼ି ନେଇକି ଆମ ସହିତ ଅତି ମାନେ ସହଜର ସହିତ ଆମକୁ ଆଣିକି ଏଠାରେ ପହଞ୍ଚେଇଲେ। ପହଞ୍ଚିଲା ପରେ ଗ୍ରାମବାସୀ ବି ଆମକୁ ସହଯୋଗ କଲେ, ଆସିକି ଏଠାରେ ପହଞ୍ଚିଲୁ। ଜଣେ ପିଲା ତା ବାପ ମାଆର ପ୍ରତିପୋଷଣ ପାଇଁ ବାହାରକୁ ଯାଇଥିଲା, ଦେଖିଲା ବେଳକୁ ଏମିତି ଭଗବାନଙ୍କ ନିୟତିର ନିୟମ, ସେ ବାଇରେ ଚାଲିଗଲା। ଏଭଳି ବୟସ, ବୃଦ୍ଧ ବୟସରେ ବାପା ଆଉ ମାଆ ବି ବୃଦ୍ଧ ବୟସରେ ଖଟିବ, ଅନେଇଛନ୍ତି ପିଲାମାନେ ଆସିବେ ଅଷ୍ଟମୀକି। ଆଜି ଦୁଃଖର ବିଷୟ କହିଲା ବେଳକୁ କାନ୍ଦ ମାଡୁଛି ଗୋଟେ ମାଆର ହୃଦୟ ପରେ। ଦେଖିଲା ବେଳକୁ ଆମକୁ ଏତେ ଦୁଃଖ ଲାଗୁଛି ଯେ ଆମେ ଆଉ ଶୋଇପାରିଲୁନି। ଏଭଳି ଭିଡ଼ିଓ ଦେଖିକି ଆମେ ଦୌଡ଼ିକି ଆସିଲୁ।
ଆସିକି ଦେଖିଲା ବେଳକୁ ସତକୁ ସେ ମାଆର ଏତେ ମାନେ ଦୁଃଖ ଲାଗୁଛି। ଏ ବୟସରେ ଯଦି ପୁତ୍ର ଚାଲିଯାଏ ସେମାନେ କାହାକୁ କହିବେ। ଯାହା ଭଗବାନଙ୍କର, ମୁଁ ଭଗବାନଙ୍କୁ ଡାକୁଛି ସେ ଯେତେ ଦିନ ବଞ୍ଚନ୍ତୁ, ବହୁତ ସୁଖରେ ବଞ୍ଚନ୍ତୁ, ଆଉ ଆମକୁ ଏଭଳି ଆଶୀର୍ବାଦ କରନ୍ତୁ ଆମେ ଯେମିତି ଆଗକୁ ଆଗକୁ ଆମ ଟ୍ରଷ୍ଟ ଚାଲୁ। ଆମ ପାଖରେ ଟଙ୍କାଟିଏ ଦେଇକି ଆମେ ଏ ଟ୍ରଷ୍ଟକୁ ଆମେ ଚଲେଇଛୁ। ଆଉ ଆମର ଯେଉଁ ମଦନ ଭାଇ, ସେ କେମିତି ଆମେ ଆସିମୁ କ'ଣ କରିମୁ, ସେ 2-3 ଦିନ ହେଲା ପୁରା ଚିନ୍ତାଗ୍ରସ୍ତ ଅଛନ୍ତି। ଆଉ ମୁଁ ଏତିକି ପ୍ରାର୍ଥନା କରୁଛି ଯେ ଓଡ଼ିଶାବାସୀକି ସମସ୍ତେ ଆମେ ସେ ବାପା ମାଆର ଆଖିରୁ ହସ ଫୁଟେଇବା ପାଇଁ ଯେମିତି ଟଙ୍କେ ଆମେ ପ୍ରଦାନ କରିବା। ଆଉ ଏଭଳି ସରପଞ୍ଚକୁ ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆମର ନିତ୍ୟନ୍ତ ସହଯୋଗ ଦରକାର। ଆଉ ଗ୍ରାମବାସୀଙ୍କୁ ମୁଁ ବି ଅନୁରୋଧ କରୁଛି ସେମାନଙ୍କ ସୁଖ ଦୁଃଖ ଆମ ପାଖରେ କେମିତି ପହଞ୍ଚିବ ସେ ପହଞ୍ଚେଇବେ। ଆଉ ଯଥା ସମ୍ଭବ ଆମେ ଆସିକି ଏଠାରେ ପହଞ୍ଚିଛୁ। ଆଗକୁ ମଧ୍ୟ ତାଙ୍କର କେମିତି ସେ ଯେଉଁ ଡେଥ୍ ହେଇଛି ବାଇରେ ସେ କେମିତି ନ୍ୟାୟ ପାଇବେ ସେଥିପ୍ରତି ଆମେ ସଜାଗ ରହିଛୁ। ଆଉ ଆମ ପାଖରେ ଯେଉଁ ଦେଇଛନ୍ତି କାଗଜପତ୍ର ତାକୁ ଟୁଇଟ୍ ମାଧ୍ୟମରେ ଆମେ ଜଣେଇମୁ। ଆଉ ଓଡ଼ିଶା ସରକାର ପାଖରେ ମୁଁ ନିବେଦନ କରୁଛି ସେ ଯେମିତି ନ୍ୟାୟ ପାଇବେ, ସେ ଯେମିତି ଭଲରେ ଚଳିବେ ସେଥିପ୍ରତି ଧ୍ୟାନ ଦେଲେ। ଆଉ ତାଙ୍କ ପ୍ରତି କିଛି ସ୍ଥାନୀୟ ସରପଞ୍ଚଙ୍କୁ ମୁଁ ନିବେଦନ କରୁଛି ତାଙ୍କ ପାଇଁ କିଛି ସୁବ୍ୟବସ୍ଥା କରିବା ପାଇଁ ଯେମିତି ଚେଷ୍ଟା ଜାରି ରଖିବେ। ଜୟ ଜଗନ୍ନାଥ। ଚାନ୍ଦବାଲିରୁ ପ୍ରଶାନ୍ତ କୁମାର ପାଣିଙ୍କ ରିପୋର୍ଟ, ସ୍ରଷ୍ଟା ଟିଭି।